ବ୍ରାହ୍ମଣ ମାନେ କଣ ସତରେ ଅନ୍ୟମାନଙ୍କୁ ଏଇ ପ୍ରକାର ସାମାଜିକ ସ୍ତରରେ ସପ୍ରେସ କରିକି ରଖିଥିଲେ? ମୁଁ ଆପଣଙ୍କୁ ଉଦାହରଣ ଦଉଛି। ରାମାୟଣ ବାଲ୍ମୀକି ଲେଖିଥିଲେ, ସେ କଣ ବ୍ରାହ୍ମଣ ନଥିଲେ? ବ୍ରାହ୍ମଣ ଥିଲେ? କିନ୍ତୁ ବ୍ରାହ୍ମଣ ନଥିଲେ। ଶାରଳା ଦାସ ସେ କଣ ବ୍ରାହ୍ମଣ ଥିଲେ? ବ୍ୟାସଦେବ ଯିଏ ବେଦ ଲେଖିଛନ୍ତି, ବେଦକୁ ପ୍ରଥମେ ଲେଖିବା ଲୋକ କିଏ? ବ୍ୟାସଦେବ। ବେଦ ତ ଆଗରୁ ଥିଲା। ବେଦକୁ ଲେଖିବା ଲୋକ ହଉଛନ୍ତି ବ୍ୟାସଦେବ। ବ୍ୟାସଦେବ କଣ ବ୍ରାହ୍ମଣ? 50 ଭାଗ ସେ ପୁରା ବ୍ରାହ୍ମଣ, ବ୍ରାହ୍ମଣ ନୁହନ୍ତି, 50 ଭାଗ ସେ ପୁରା କେଉଟ। ବ୍ୟାସଦେବ କାହାକୁ ଆଇଥିଲେ? ସତ୍ୟବତୀ। ସତ୍ୟବତୀଙ୍କର ବାପା କିଏ? ଡଙ୍ଗା, ସେଠି ଡଙ୍ଗା ପାରି କରୁଥିଲେ ତ ସତ୍ୟବତୀ ତାଙ୍କରି ଝିଅ ନା, ସେ ତ ବ୍ରାହ୍ମଣ ନୁହନ୍ତି। ଖାଲି ସେତିକି ନୁହେଁ, ଆପଣ ଦେଖନ୍ତୁ ସତ୍ୟକାନ୍ତ ଜାବାଲା, ସିଏ ହଉଛନ୍ତି କି ଜଣେ ବେଶ୍ୟାଙ୍କର ପୁଅ। ତାଙ୍କ ମା ଥିଲେ ଜଣେ ବେଶ୍ୟା। ସିଏ କାଳକ୍ରମେ ତାଙ୍କ ଭିତରେ ଏଭଳି ଜ୍ଞାନ ଉଦୟ ହେଲା। ଜ୍ଞାନ ଉଦୟ କେମିତି ହେଲା? କଣ ମନକୁ ହେଇଗଲା? ସେ ପାଠ ପଢିଲେ ବୋଲି ହେଲା ନା। ପାଠ ପଢିଲେ ବି ତ ହେଲା ନା। ବ୍ରାହ୍ମଣ କଣ ତାକୁ ଅଟକେଇ ଦେଇଥିଲେ? ସେଥିରେ ବି ଜାତିଭେଦ ଥିବ। ସିଏ କଣ ହେଲା? ସିଏ ଜଣେ ମହାନ ଋଷି ହେଇକିରି ବାହାରିଲେ। ଖାଲି ସେତିକି ନୁହେଁ, ସେ ବେଦର ଅନେକ କଥା ଇଣ୍ଟରପ୍ରିଟେସନ ମଧ୍ୟ କରିଛନ୍ତି। ଖାଲି ସେତିକି ନୁହେଁ, ମହିଦାସ ବୋଲିକି ଜଣେ ପୌରାଣିକ ଚରିତ୍ର ମଧ୍ୟ ଥିଲେ ସେତେବେଳେ। ଆପଣ ଲକ୍ଷ୍ୟ କରିବେ ପୁରୁଣା ଦିନରେ ସେ ମଧ୍ୟ ଜଣେ ସ୍କଲାର ଥିଲେ। ସେ କଣ କରିଥିଲେ? ମହିଦାସ ଆଜ୍ଞା ଐତ୍ରୀୟ ଉପନିଷଦକୁ ମହିଦାସ ଲେଖିଛନ୍ତି। ସେ ବ୍ରାହ୍ମଣ ନଥିଲେ ତ। ଆମ୍ବେଦକର, ସେ ତ ବ୍ରାହ୍ମଣ ନଥିଲେ। ବ୍ୟାସ, ଏ ଯୋଉ ମହାତ୍ମା ଫୁଲେ କଥା ଆପଣ କହୁଛନ୍ତି, ସଂସ୍କାରକ, ସିଏ ତ ଏ ଯୁଗରେ ବ୍ରାହ୍ମଣ ନଥିଲେ। ଆପଣ କୁହନ୍ତୁ, ମୁଁ ଆଙ୍କ ଛାଡି ଦିଅନ୍ତୁ, ଏଇ ଯୋଉମାନଙ୍କର ନାଁ ଆଗରୁ ସବୁ କହିଲେ, ଏଇ ଲିଷ୍ଟ ବହୁତ ଲମ୍ବା। ଏଇ ଲିଷ୍ଟ ଏତେ ଲମ୍ବା ଯେ ଆପଣ ତା ଦେହରେ ଦେଖିବେ ଏଇ ଯୋଉମାନେ ବ୍ରାହ୍ମଣ ନଥିଲେ କିନ୍ତୁ ଏଇ ସମାଜରେ କୋଉଠୁ ନା କୋଉଠୁ ପାଠ ପଢି ଏତେ ବଡ ବଡ ସ୍କଲାର ତ ହେଇଥିଲେ ନା। ଆପଣ ଯଦି ଯୁକ୍ତି କରିବେ ବ୍ରାହ୍ମଣ ମାନେ କାହାରିକି ପାଠ ପଢିବାକୁ ସୁଯୋଗ ଦିଅନ୍ତିନି, ତାଙ୍କୁ କେମିତି ଦେଲେ? ଏଠି ତ ବ୍ରାହ୍ମଣ ଯାଇ ଠେଙ୍ଗା ପକେଇ ଅଟକି ନଥିଲେ। ସବୁ ଏକ୍ସେପସନ ହେଇପାରନ୍ତି, ବ୍ୟତିକ୍ରମ। ମାନେ ବ୍ୟତିକ୍ରମ ମାନେ କଣ? ଏମିତି ମୁଁ ରାତିରେ ଶୋଇଥିଲି, ମତେ ଜ୍ଞାନ ଉଦୟ ହେଇଗଲା, ମୁଁ ତାପରେ କିଛି ଲୋକ କରିପାରିଲେ। ସାମଗ୍ରିକ ଭାବରେ ଦଳିତ ମାନେ, ଶୁଣନ୍ତୁ, ସାମଗ୍ରିକ ଭାବେ ବ୍ରାହ୍ମଣ ମାନେ ମଧ୍ୟ ଆଗକୁ ଯାଇପାରୁନାହାନ୍ତି। ମୁଁ ସେଇ କଥାଟା ପୁରା କହୁଛି। ଆପଣ ଯୋଉ ସାମଗ୍ରିକ ଭାବେ ବ୍ରାହ୍ମଣ ମାନେ କେବଳ ଆଗକୁ ଚାଲି ଯାଇଛନ୍ତି, ଅନ୍ୟମାନେ ଯାଇପାରୁନାହାନ୍ତି, ବ୍ରାହ୍ମଣ ତାକୁ ଅଟକେଇ ଦେଇଛନ୍ତି। ମୁଁ କହିବା କଥା ଯେ ଆଜ୍ଞା ଆଗକୁ ଯିବା କଥା, ଏ ଯୋଉ କାରବାରରେ ଆଗକୁ ଯିବାରେ ବ୍ରାହ୍ମଣ ମାନେ ମଧ୍ୟ ପଛରେ ପଡିଛନ୍ତି। ନହେଲେ ଆଜିକା ଦିନରେ ଭିକ ମାଗୁଥିବା ଲୋକ ବ୍ରାହ୍ମଣ କେମିତି ହେଲେ? ଯାହା ଡକ୍ଟର ଦାମୋଦର ରାଉତ କହୁଥିଲେ, ଯାହାକୁ ନେଇ ବଡ ବିବାଦ ତିଆରି ହେଇଥିଲା, ଭିକ ମାଗନ୍ତି ବ୍ରାହ୍ମଣ। ବ୍ରାହ୍ମଣ ଭିକ ମାଗନ୍ତି, କାହିଁକି ଭିକ ମାଗୁଥିଲେ? କଣ ସେ ଭିକ ମାଗୁଥିଲେ? କିନ୍ତୁ ତାର ଅଦର ସାଇଡ ରାଜାରାମ ବାବୁ, ଇଏ ଯାଇକିରି କୌଟିଲ୍ୟ ଯାଇକିରି ଧନାନନ୍ଦକୁ କଣ କହିଲେ? ଧନାନନ୍ଦକୁ ସେ ଯାଇଥିଲେ କଣ ଟିକେ ମାଗିବା ପାଇଁ। ଧନାନନ୍ଦ ସେତେବେଳେ ମୋଗଲ କଣ ମୌର୍ଯ୍ୟ ସମ୍ରାଟ ଧନାନନ୍ଦ ତାଙ୍କୁ କହିଲେ, ଭିକାରୀ ବ୍ରାହ୍ମଣଟା କୋଉଠି ଆସିବ ନା? ସେ ତ ଭିକାରୀ ଥିଲେ। ଏତେ ବଡ ଜ୍ଞାନୀ ଲୋକ, ସେ କଣ ଥିଲେ? ଭିକାରୀ। ଓକେ, କିନ୍ତୁ ରାଜାରାମ ବାବୁ, ସ୍ୱାମୀ ବିବେକାନନ୍ଦଙ୍କୁ ମୁଁ କୋଟ କରିବି, ଏ ପୃଥିବୀରେ ଗୋଟିଏ ଜାତି ହଉଛି ବ୍ରାହ୍ମଣ, ଗୋଟେ କମ୍ୟୁନିଟି, ଯୋଉମାନେ ଜ୍ଞାନ ଆହରଣ କରିବା ପାଇଁ, ପାଠ ପଢିବା ପାଇଁ, ଶାସ୍ତ୍ର ଅଧ୍ୟୟନ କରିବା ପାଇଁ ଭିକ୍ଷାବୃତ୍ତିକୁ ଅବଲମ୍ବନ କଲେ। ଭିକ୍ଷାବୃତ୍ତିକୁ ଗୋଟେ ଚଏସ୍ ଭାବରେ ନେଇଗଲେ, କହିଲେ ଆମର ଆଉ କିଛି ଆମେ ବ୍ୟବସାୟ କରିପାରିବୁନି, ଆମେ କୌଣସି କାମ କରିପାରିବୁନି, ପାଠ ପଢିବା ଆମର କାମ। ସେଥିପାଇଁ ତାଙ୍କ ପାଖରେ ଟଙ୍କା ପଇସା ନଥିଲା। ସେତେବେଳେ ତ ଇକୋନୋମିଟା ସେମିତି ନଥିଲା ନା, ଯାହା ପାଖରେ ନଲେଜ ଥିବ ସେ ବହୁତ କିଛି ମ୍ୟାନୁଫ୍ୟାକ୍ଚରିଂ କରିଦବ, ବହୁତ ଗୁଡେ ଟେକ୍ନୋଲୋଜି ନେଇ ଆସିବ। ତେଣୁ ଏ ଜାତିର ଲୋକମାନେ କହିଲେ ଆମେ ଶାସ୍ତ୍ର ଅଧ୍ୟୟନ କରିବୁ, ଆମେ ପାଠ ପଢିବୁ, ପାଠ ପଢିବା ହଉଛି ଆମର କାମ। ଆଉ ସେଇମାନେ ଗରିବ ହେଇଗଲେ, କାରଣ ସେମାନେ ବିଜନେସ କ୍ଲାସ ନୁହନ୍ତି। ତେଣୁ ଏକମାତ୍ର ଜାତି ଯେ ଜ୍ଞାନ ଆହରଣ କରିବା ପାଇଁ, ଜ୍ଞାନକୁ ବଞ୍ଚେଇ ରଖିବା ପାଇଁ, ପିଢି ପରେ ପିଢି ଏ ଜ୍ଞାନ କେମିତି ଟ୍ରାନ୍ସଫର ହବ, ନଲେଜ କେମିତି ଆଗକୁ ଯିବ, ସେଇଥିପାଇଁ ଏମାନେ ଭିକ୍ଷାବୃତ୍ତିକୁ ଚଏସ୍ କରିଲେ। ଏ ହଉଛି ଗୋଟିଏ ଜାତି। ତେଣୁ ବ୍ରାହ୍ମଣ ମାନଙ୍କ ବିରୁଦ୍ଧରେ ବହୁତ ଗୁଡିଏ ଅପବାଦ ଆସେ। ଏମାନେ ହଉଛନ୍ତି ୱର୍ଷ୍ଟ ଏକ୍ସପ୍ଲଏଟର ବୋଲି ଅନୁରାଗ କାଶ୍ୟପ କହୁଛନ୍ତି। ସେ ତାଙ୍କ ଭିତରେ ଥିବା ପୁଞ୍ଜୀଭୂତ ଅସନ୍ତୋଷ, ଫ୍ରଷ୍ଟ୍ରେସନ, ତାକୁ ହିଁ କେବଳ ପ୍ରକାଶ କରି ନିଜର କିଛି ବାହାବା ସୃଷ୍ଟି କରିବା ପାଇଁ, ନିଜ ବାବଦରେ ଏବଂ ନିଜର ଏବଂ ସାଧାରଣରେ ତାଙ୍କର ଇମେଜ ବଢେଇବା ପାଇଁ, ଯେ ଆମେ ବ୍ରାହ୍ମଣ ମାନଙ୍କୁ ଏମିତି ବିରୋଧ କରୁଛୁ, ବ୍ରାହ୍ମଣ ମାନେ ସବୁ ଏମିତି ସୋସାଇଟିରେ ଏମିତି କରୁଛନ୍ତି। ମାୟାବତୀ ଏମିତି କହୁନଥିଲେ? ମନେ ମାୟାବତୀ ସବୁ କହୁଥିଲେ। କୁଆଡେ ମାୟାବତୀ ଅଛି? ମାୟାବତୀ ବର୍ତ୍ତମାନ କୋଉଠି ଅଛନ୍ତି?
କୁଆଡେ ସେ ଗଲେ? ଆଉ ମୁଁ ଅନେକ ବ୍ରାହ୍ମଣଙ୍କୁ ଦେଖିଛି ଯୋଉମାନେ ଦଳିତ ରାଇଟ୍ ପାଇଁ ଫାଇଟ୍ କରନ୍ତି। ୟେସ୍, ଅନେକ ବ୍ରାହ୍ମଣ ଅଛନ୍ତି ଆଜ୍ଞା ଯୋଉମାନେ ଦଳିତ ରାଇଟ୍ସ ପାଇଁ ଫାଇଟ୍ କରନ୍ତି। ମୁଁ ଆଜ୍ଞା କହୁଛି, ମୋ କଥା ମୁଁ କହୁଛି। ଆମ ପରିବାର ଗୋଟେ ପଣ୍ଡିତ ଘର ପରିବାର। ମୋ ଜେଜି ଜଣେ ବିଖ୍ୟାତ ପଣ୍ଡିତ ଥିଲେ ଆଜ୍ଞା। ପିଲାଦିନୁ, ଏବେକା କଥା ନୁହେଁ, ପିଲାଦିନୁ ଆମ ଘରର ସବୁ କଥା ହରିଜନ ବୁଝନ୍ତି। ଆମ ଘରର ସବୁ କଥା ହରିଜନ ବୁଝନ୍ତି। ଆମ ଘରେ କଣ ପରିବା ଆସିବ, ଚାଉଳ କୋଉଠି କୁଟା ହେଲା କି ନାହିଁ, କଳକୁ ଯାଇ ଚାଉଳ ଆସିଲା କି ନାହିଁ, ମୋର ଗୋଟେ ସମୟରେ ମନେ ଅଛି ଅନେକ ଲୋକ ନାକ ଟେକୁଥିଲେ, କଣ ଆଜ୍ଞା ହରିଜନ ହାତରେ ଆପଣ ଧାନ କୁଟିକିରି ଆଣୁଛନ୍ତି। ମୋର ମନେ ଅଛି ସେତେବେଳେ ଆମ ଘରେ ମୋ ବାପା ଏବଂ ମୋ ବୋଉ ସେମାନେ କେବେ ପସନ୍ଦ କରନ୍ତିନି ଯେ କିଏ ଏମିତି ବିରୋଧ କରୁ, ସମସ୍ତେ ଲୋକ ସମାନ। କଣ ହରିଜନ? କିନ୍ତୁ ଆପଣଙ୍କ ଘରେ କଣ ଦଳିତ ମାନେ ହରିଜନ ମାନେ ଆସି ଖାଉଥିଲେ? କିଏ କହିଲା ଖାଉନଥିଲେ? ଛୁଉଁଥିଲେ ନା ନାଇଁ ଆପଣ? ଆମ ଘରର ସବୁ ପୁରା ସେଇମାନେ ଛୁଉଁଥିଲେ, ମାନେ ସବୁ ଭାବନ୍ତୁନି ଆମ ଖଳା ଆଉ ବାଡି ବାଟେ କେବଳ ସେ ଯାଉଥିଲେ, ସେ କଥା ନୁହେଁ। ଆମ ଘର ଭିତରେ କଣ କୋଉଠି ଅଛି ଆମେ ଜାଣିନଥିବୁ, ତାଙ୍କୁ ପଚାରୁ, ସିଏ ଆମ ଘରର ସବୁ କଥା ବୁଝନ୍ତି। ଆପଣଙ୍କ ଘରେ କେବଳ ଏଇଟା ହଉଥିଲା ନା ଆପଣଙ୍କ ଗାଁରେ ବ୍ରାହ୍ମଣ ଶାସନ ଏଇଟା ହଉଥିଲା? ଆରେ ମୁଁ ସେଇଆ ପରା କହୁଛି, ବ୍ରାହ୍ମଣ ଶାସନ ତାକୁ ଯେହେତୁ ଆମ ପରିବାର ଟିକେ ଚିନ୍ତାଧାରା ଭିନ୍ନ ଥାଇପାରେ, କିନ୍ତୁ ସବୁ ବ୍ରାହ୍ମଣ କଣ ସେଇଆ କି? ମୁଁ ମନା କରୁନି, ମୁଁ ପୁରା ସେଇ ଆପଣ କଣ ଆଗ ବ୍ରାହ୍ମଣ ମାନଙ୍କୁ ଖାଇବେ? ଆପଣ ଆଜିର ଦିନରେ ଶାସନରେ ଦେଖନ୍ତୁ, ବ୍ରାହ୍ମଣ ଶାସନରେ ଯଦି କିଛି ଭୋଜି ଭାତ ହେଲା ପ୍ରଥମେ ବ୍ରାହ୍ମଣ ଖାଇବେ, ତାପରେ ଖଣ୍ଡାୟତ ମାନେ ଖାଇବେ, ତାପରେ ହରିଜନ ମାନେ ଖାଇବେ, ଏହା ସତ୍ୟ କି ନୁହେଁ? ନାଇଁ ନାଇଁ, ମୁଁ ମନା କରୁନି, ମୁଁ ପୁରା କହୁଛି ଆପଣ ସେଇ ଯୋଉ ପ୍ରକାର ଭେଦଭାବ ହେଇଯାଇଛି, ସିଏ ଗୋଟେ ସ୍ୱାର୍ଥ କୈନ୍ଦ୍ରିକ ବ୍ୟବସ୍ଥା ଗଢି ଉଠୁଛି। ଏହାର ଅର୍ଥ ନୁହେଁ, ଏଇଟା ଶୁଣନ୍ତୁ ଆଜ୍ଞା, ଆମେ ଯେତେବେଳେ ଗୋଟେ କୌଣସି ବିଷୟରେ ଆଲୋଚନା କରୁଛେ, ଇଏ 5 ବର୍ଷର କଥାକୁ ଆମେ ଆଲୋଚନା କରୁନେ, 50 ବର୍ଷର କଥାକୁ ଆଲୋଚନା କରୁନେ। କୋଉ ଅନନ୍ତ କାଳରୁ ଏଇ ଜାତି ପ୍ରଥା କୋଉ କାରଣରୁ ଆରମ୍ଭ ହେଇକିରି ଗୋଟେ ଉଗ୍ର ରୂପ ନେଇଛି, ଯାହା ଫଳରେ କି ଆଉ 21ଶ ଶତାବ୍ଦୀରେ ଯୋଉମାନେ ପାଠଶାଠ ପଢିଛନ୍ତି, ଯୋଉମାନେ ନିଜକୁ ଶିକ୍ଷିତ ବୋଲି ଭାବୁଛନ୍ତି, ସେମାନେ ଏ କଥାରେ ପ୍ରଶ୍ନ ଉଠାଉଛନ୍ତି, ଯେମିତି ଆମ ଘରେ ବି ଆମେ ପ୍ରଶ୍ନ ଉଠେଇଛୁ କାହିଁକି ସେ। ଆଚ୍ଛା, ଏଥିପାଇଁ କଣ ବ୍ରାହ୍ମଣ ମାନେ ଦାୟୀ? ଏଇ ଯୋଉ ଡିସ୍କ୍ରିମିନେସନ ପାଇଁ, ଅଛୁଆଁ ଭେଦଭାବ ପାଇଁ ବ୍ରାହ୍ମଣ ମାନେ ଦାୟୀ ନା ଆଉ କିଏ ଦାୟୀ? ମୁଁ ଆଜ୍ଞା କଥାଟାକୁ ବୁଝିବା ପାଇଁ, ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ମୁଁ ଆଉ ଗୋଟେ ସମ୍ପ୍ରଦାୟ ପାଖକୁ ଯିବାକୁ ଚାହୁଁଛି। ଖାଲି ଯୋଉ କହୁଛନ୍ତି ବ୍ରାହ୍ମଣ ମାନେ ଏମିତି ଇଏ ତାଙ୍କ ଭିତରେ ଜାତିବାଦକୁ ବେଶୀ ପ୍ରଶ୍ରୟ ଦଉଛନ୍ତି, ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଅନ୍ୟ ଯୋଉମାନେ ସବୁ ରହିଲେ ବିଭିନ୍ନ ଜାତିର ଲୋକ, ତାଙ୍କ ଭିତରେ ମଧ୍ୟ ଉଗ୍ର ଜାତିବାଦ ଅଛି, ଭେଦଭାବ ଅଛି। ଏପରିକି ଯୋଉମାନେ ସିଡ୍ୟୁଲ କାଷ୍ଟ କାଟେଗୋରୀରେ ଆସିଛନ୍ତି, ଜଣେ ଗୋଟିଏ ସମ୍ପ୍ରଦାୟର ତ ଲୋକ ଆସୁନାହାନ୍ତି ନା। କେତେ ଆପଣ ଦେଖିବେ ସେ ଚିଠାରେ କେତେ କଥା ଲେଖା ହେଇଛି, ହରିଜନ, କଣ୍ଡରା, ଏମିତି ଶବ୍ଦ ସବୁ ଲେଖା ହେଇଛି। ଆପଣ ଥରେ ଚେଷ୍ଟା କରିକି ଦେଖନ୍ତୁ, ସିଡ୍ୟୁଲ କାଷ୍ଟ କାଟେଗୋରୀରେ ଯେତେ ସମ୍ପ୍ରଦାୟ ଅଛନ୍ତି ତାଙ୍କ ଭିତରେ ମଧ୍ୟ ଭେଦଭାବ ଅଛି। ତାଙ୍କ ଘର ପୁଅ ସେଠି ବାହା ହେଇପାରିବନି, ତାଙ୍କ ଘର ପୁଅ ଏଇ ଝିଅ ଏଠି ବାହା ହେଇପାରିବନି। ତାଙ୍କୁ ଯଦି ପଚାରିବ ଇଏ ପୁଣି କଣ ଜାତି, ତ ଆମେ କେବଳ ବ୍ରାହ୍ମଣ ମାନେ କରିଥିଲେ ବୋଲି ସବୁ ଦୋଷ ତାଙ୍କ ମୁଣ୍ଡରେ ଚପିଦଳ। ସେଠି ଅନୁରାଗ କାଶ୍ୟପ କରି ଯାଇଛନ୍ତି, ସେଠି ଅନୁରାଗ କାଶ୍ୟପ ଦଳିତ ମାନଙ୍କ ଭିତରେ ବି କିଏ ଛୁଆଁ କିଏ ଅଛୁଆଁ, କିଏ ବଡ ଜାତି କିଏ ଛୋଟ ଜାତି। ଆପଣ ଯିଏ ମାଛ ଧରୁଥିବେ, ଆଉ ଯିଏ ଢୋଲ ବଜଉଥିବେ, ଯିଏ ବି ଗାଈ ଚମଡା କଲେକ୍ଟ କରୁଥିବେ, ଆପଣ ଦେଖିବେ ତାଙ୍କ ଭିତରେ ପୁରା ହଜାର ବ୍ୟବହାର। ଟ୍ରାଇବାଲ୍ସ ମାନଙ୍କ ଭିତରେ, ଟ୍ରାଇବାଲ କାଟେଗୋରୀରେ ଆପଣ ଦେଖିବେ ଯେତେ ପ୍ରକାର ସବୁ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଲୋକ ଅଛନ୍ତି, କିଏ ବଡ କିଏ ଛୋଟ ନାହିଁ। ଆପଣ ଯାଆନ୍ତୁ ଟ୍ରାଇବାଲ ସୋସାଇଟି ଯାଆନ୍ତୁ, ଦେଖନ୍ତୁ ତାଙ୍କ ଭିତରେ ଅଛି। ଆଜ୍ଞା ଜାତିବାଦ ତ ସବୁ ଆଙ୍କ ମୁଣ୍ଡରେ ଗଲା, ସିଏ ପୁଣି କୋଉଠି ଆସିବେ ଜାତିବାଦ? ସେଠି ତ ସବୁ ନିରାକାର, ସେଠି ତ ସମସ୍ତଙ୍କର ସମାନ। ଏଇଟା ଏମିତି ନୁହେଁ ଯେ ବ୍ରାହ୍ମଣ ଭର୍ସେସ ଅଦର୍ସ, ବ୍ରାହ୍ମଣ ଭର୍ସେସ ଅଦର୍ସ, ଏଗୁଡ଼ା ନୁହେଁ ଆଜ୍ଞା। ମୁଁ ସେଇଥିପାଇଁ କହିଲି, ଆପଣ ଜାତିବାଦ କଥା ଯେତେବେଳେ ଉଠୁଛି, ଇଏ ବ୍ରାହ୍ମଣ ମାନଙ୍କୁ କାହିଁ ଟାର୍ଗେଟ କରୁଛନ୍ତି? ଆଜ୍ଞା ଜାତିବାଦ ସେଠି ବି ଅଛି। ଦ୍ୱିତୀୟ କଥା, ହିନ୍ଦୁ ଧର୍ମରେ ଯୋଉମାନେ ସବୁ ଅଛନ୍ତି ସେଇଠି କେବଳ ଆପଣ ଜାତିବାଦଟା ଦେଖୁଛନ୍ତି।